ଜୟ ଜଗନ୍ନାଥ। ଆପଣ ଦେଖୁଥିବେ ଏଇ ଜାଗାଟା ହେଉଛି ହାଇଟେକ୍ ଛକ। କାଲି ରାତି 1 ସୁଦ୍ଧା ହେବ ଗୋଟେ କଲିକତା ବସ୍ ଗୋଟେ ଭାଇଲେନ୍ ଗାଡ଼ିକୁ ବାଧିଥିଲା। ଆମେ ସେଠି ଠିଆ ହେବା ଅବସ୍ଥାରେ ଲାଇଭ୍ ଦୃଶ୍ୟ ଏଇଟା ହେଉଛି ହାଇଟେକ୍ ଛକ ଉପରେ ବି ତଳ, ଯିଏକି ଏଠି ମରଣସ୍ଥଳ ଯେଉଁ କହନ୍ତି ଯମ ବସିଛି ଯୋଗୀ ହାଇଟେକ୍ ଛକରେ। ଆପଣମାନେ ଦେଖିକି ଅଛନ୍ତି ଏ ଜାଗାଟା ସେଇଭଳିଆ ହେଇଛି। ହାଇଟେକ୍ ଗୋଲେଇ ଛକରେ ଯମ ବସିଛି ଅନେଇ। ଦେଖିକି ଗାଡ଼ି ଚଲାନ୍ତୁ, ନହେଲେ ଏମିତି ଅବସ୍ଥା ଆପଣଙ୍କର ହେବ। ଦେଖୁଛନ୍ତି ଗୋଟେ ବସ୍ ଏମିତି ବାଡ଼େଇଲା, 3 ଗଡ଼ା ପଡ଼ିଲା। ଆମେ 4 ଜଣ ଲୋକ ତାକୁ ସେ ଗାଡ଼ିକି କାର୍କୁ ଜୟ ଶ୍ରୀରାମ ଜୟ ଜଗନ୍ନାଥ ଡାକି ଯାଉ 4 ଜଣ ଲୋକ ଦେଖି ସିଧା କରିଦେଇଥିବା ଭିତରେ ତା ଭିତରେ ପଶି ରହିଥିଲେ 5ଟା ଲୋକ ତାକୁ ବାହାର କରିକି ବାହାରକୁ ଆଣିଥିଲେ ଏବଂ ବସ୍ ବାଲା ସାଙ୍ଗେ କଥା ହେଇଥିଲୁ। ବସ୍ ଡ୍ରାଇଭର ସେଠୁ ଫେରାଡ଼ ହେଇଯାଇଥିଲେ। ନିଶାକ୍ତ ଅବସ୍ଥାରେ ଏ ଅବସ୍ଥା ଘଟୁଛି। ଲୋକ ମାନୁନାହାନ୍ତି। ଆଉ ଏ ଯେଉଁ ଜାଗା ପୁରା ମରଣ ଜନତା ପାଲଟିଛି। ଗାଡ଼ି ଦେଖନ୍ତୁ, ଆଉ ବସ୍ର ନମ୍ବର ପ୍ଲେଟ୍ ଟୋଟାଲ୍ ନାହିଁ। ଏ ବସ୍ର କଲିକତା ଯାଉଛି କିନ୍ତୁ ଏହାର ନମ୍ବର ପ୍ଲେଟ୍ ନାହିଁ। କ'ଣ ପ୍ରଶାସନ କରୁଛନ୍ତି, କ'ଣ ହେଇଛି ଆମେ ଜାଣିପାରୁନୁ। ଏକ ନମ୍ବର ବି ନାହିଁ, ଗାଡ଼ିର ନମ୍ବର ପ୍ଲେଟ୍ ନାହିଁ। ଗାଡ଼ି କିନ୍ତୁ ବାଡ଼େଇଛି ଯଦି ଆସିକି ଫୁଟପାଥ ଉପରେ ବାଡ଼େଇଛି। ଭିତରେ ବାଡ଼େଇଥିଲେ ଯେଉଁ ଫୁଟପାଥ ଯେଉଁ ଅଛି, ଫୁଟପାଥ ସାଇଡ଼୍ରେ ଗାଡ଼ିକି କାର୍ଟା କ୍ରସ୍ କରିଯାଇଛି। କରିଗଲା ପରେ ଫୁଟପାଥ ସେଇ କ୍ରସ୍ଟି ବାଡ଼େଇଛି ଗାଡ଼ି ବସ୍। ଜୟ ଜଗନ୍ନାଥ। ଦେଖିକି ଚଳାନ୍ତୁ, ସୁରକ୍ଷିତ ରୁହନ୍ତୁ, ମଦ୍ୟପାନ କରନ୍ତୁ। ନିଜ ଜୀବନ ନିଜ ହାତରେ, ଆପଣଙ୍କ ଜୀବନ ଆପଣଙ୍କ ହାତରେ। ଏବେ ସମ୍ମାନିତ ହିସାବରେ ଗାଡ଼ି ଚଲାନ୍ତୁ ନାହିଁ। ଏ ଯେଉଁ ଗାଡ଼ିକି ମୁଁ ହିଁ ଏ ଗାଡ଼ିକି ଆଜ୍ଞା ଚଲେଇବି, ଡ୍ରାଇଭ୍ କରିକି ନେଇକି ସାଇଡ଼୍ କରୁଛି। ବସ୍ ଡ୍ରାଇଭର ଫେରାର ଥିଲା। ବସ୍ର ଆଉ ଗୋଟେ ସେକେଣ୍ଡ ହାଫ୍ରେ ତାକୁ ଗାଡ଼ି ସାଇଡ଼୍ କରୁଛି। ଜୟ ଜଗନ୍ନାଥ।